ଅଭଦ୍ରାମୀର ଶେଷ ସୀମାରେ ନୀଳଗିରି ବିଜେପି ବିଧାୟକ ସନ୍ତୋଷ ଖଟୁଆ। ଗଣମାଧ୍ୟମ ଆଗରେ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଚରିତ୍ର ଉପରେ ବିବାଦୀୟ ମନ୍ତବ୍ୟ ରଖିଥିଲେ ସନ୍ତୋଷ ଖଟୁଆ। ଯେଉଁଠି ବିଜେଡି ସରକାର ଏବଂ ବିଜେପି ସରକାର ମଧ୍ୟ ସବୁବେଳେ ନାରୀକୁ ସମ୍ମାନ ଦେବା ଏବଂ ନାରୀ ସମାଜ କିପରି ଆଗକୁ ଯିବେ ତା ଉପରେ ଯୋଜନା କରିବା ଏବଂ ପ୍ରୟାସ କରିବା ପାଇଁ ସବୁବେଳେ ଚାହିଁଥାନ୍ତି। କିନ୍ତୁ ସେହି ସମୟରେ ବିଜେପି ବିଧାୟକ ସନ୍ତୋଷ ଖଟୁଆ ନିଜର ଶାଳୀନତାକୁ ଭୁଲିକି ଅଭଦ୍ରାମୀର ଶେଷ ସୀମାରେ ପହଞ୍ଚି ଗଣମାଧ୍ୟମ ଆଗରେ ଜଣେ ବିଜେଡି ନାରୀ ନେତ୍ରୀକୁ କିପରି ଅସମ୍ମାନ ଦେଇ କଥାବାର୍ତ୍ତା କରିଛନ୍ତି ଆଉ ତାଙ୍କ ଚରିତ୍ରକୁ ନେଇ ବୟାନ ଦେଇଛନ୍ତି। ଆଉ ସବୁଠୁ ବଡ଼ ପ୍ରଶ୍ନ ହେଉଛି ଏହି ସମୟରେ ବିଜେପି ସରକାର ଏବଂ ବିଜେପି କର୍ମୀମାନେ ଚୁପ୍ କଣ ପାଇଁ?